ରିଲ୍ସ ନେଲା ଜୀବନ। ଗତକାଲି ଚନ୍ଦନପୁର ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଜଣେ ନାବାଳକ ଯେତେବେଳେ ଟ୍ରେନ୍ ଯେଉଁ ବ୍ରିଜ୍ ରହିଛି, ଓଭରବ୍ରିଜ୍ ରହିଛି, ଏହି ଓଭରବ୍ରିଜ୍ ଭିତରେ ଛିଡ଼ା ହୋଇକରି ରିଲ୍ସ କରୁଥିଲା। ସେ ସମୟରେ ଟ୍ରେନ୍ ଧକ୍କାରେ ତାର ମୃତ୍ୟୁ ଘଟିଛି। ତେଣୁ ଆମେ ସିଧାସଳଖ କଥା ହେବା ଯେ କିଭଳି ଭାବରେ ଏହି ଘଟଣାଟି ଘଟିଛି। ଆମ ସହିତ ଅଛନ୍ତି ଜିଆର୍ପିର ଯିଏ ଇନ୍ସପେକ୍ଟର ଅଛନ୍ତି ସନ୍ତୋଷ ବାହିନୀ ପ୍ରତି ଆମେ କଥା ହେବା। ସାର୍, ଆପଣଙ୍କୁ ସ୍ୱାଗତ କରୁଛି। ତ କ'ଣ କହିବେ ସାର୍, କାଲି କିଭଳି ଏମିତି ଘଟଣା ଘଟିଲା ଯେମିତି ପିଲାଟି ଆଉ ରକ୍ଷା ପାଇବାକୁ ମଧ୍ୟ ସୁଯୋଗ ପାଇଲାନି? ସାର୍, ଗତକାଲି ସନ୍ଧ୍ୟା 6ଟା ବେଳେ ଆମକୁ ଖବର ଆସିଲା ଯେ ଗୋଟିଏ ପିଲାର ବଡ଼ି ରେଲୱେ ଟ୍ରାକ୍ ଚନ୍ଦନପୁର ପାଖରେ ଯେଉଁଟାକି ଓଭରବ୍ରିଜ୍ ଅଛି ଆମର ରେଲୱେର, ସେ ଓଭରବ୍ରିଜ୍ ପାଖରେ ପଡ଼ିଛି ବୋଲି ଆମେ ଖବର ଆସିଲା। ଆମେ ତୁରନ୍ତ ସେଠି ଯାଇକି ଦେଖିଲା ବେଳେ ତାକୁ ବଡ଼ିକି ମେଡ଼ିକାଲକୁ ସିଫ୍ଟ ହୋଇଯାଇଛି। ପୁଣି ମେଡ଼ିକାଲକୁ ଆସିକି ଦେଖିଲା ପରେ ଡକ୍ଟର ସିଏ ବ୍ଲଡ୍ ଡେଡ୍ ବୋଲି ଡିକ୍ଲେୟାର କରିଛନ୍ତି। ରେଲୱେ ପାଖରେ ଯେଉଁ ଦେଖିଲୁ ସେଇଠି ବି ପରଫ୍ୟୁମ୍ ବ୍ଲଡ୍ ପଡ଼ିଛି। ପୁଣି ମେଡ଼ିକାଲରେ ଆସିଲୁ, ଦେଖିଲା ପରେ ଖବର ନେଉନୁ ତା ସାଥିରେ ଗୋଟେ ଛୋଟ ବି ଥିଲା। ସେ ଛୋଟ ଛୁଆକୁ ଆଉ ଏମାନେ ସ୍କୁଟିରେ ଯାଇଛନ୍ତି, ଯାଇକି ମାନେ ଫଟୋ ରିଲ୍ସ କରିବେ। ରିଲ୍ସ କଲେ ଆଉ ଗୋଟେ ଛୁଆ ତାକୁ ରେକର୍ଡ଼ିଂ କରିବ, ଭିଡ଼ିଓ ରେକର୍ଡ଼ିଂ କରିବ। ଏହି ହିସାବରେ ସେମାନଙ୍କର ସିଷ୍ଟମ୍ ଥିଲା। ସେମାନେ ସେମିତି ବି ରେକର୍ଡ଼ିଂ ବି କରିଥିଲେ। ରେକର୍ଡ଼ିଂ କଲା ପରେ ଯେତେବେଳେ କି ଟ୍ରେନ୍ଟି ଆସିଛି, ଯେତିକି ଡିଷ୍ଟାନ୍ସରେ ଟ୍ରେନ୍ ଲାଇନ୍ ଠାରୁ ରହିବା କଥା ତାଠାରୁ ଗୋଟିଏ ଫୁଟ ଡିଷ୍ଟାନ୍ସକୁ ସେ ପଳେଇଛି ବୋଧେ, ଆମର ଯାହା ସନ୍ଦେହ ଆସୁଛି। ମାନେ ଯେଉଁ ପିଲାଟା ଟ୍ରେନ୍ କଡ଼ରେ ଛିଡ଼ା ହେବା କଥା, ତାପରେ ଟ୍ରେନ୍ରୁ ଏମାନେ ଜାଣିବା ଦରକାର ଯେ ଟ୍ରେନ୍ ଯେତେବେଳେ କି ଗତି କରେ ସେ ଟାଇମ୍ରେ ସିଏ ଗୋଟେ ଫ୍ଲୋ ୱିଣ୍ଡ ନେଇକି ଯାଏ। ସେ ଯେଉଁ ୱିଣ୍ଡ ନେଇକି ଯାଏ, ସେ ୱିଣ୍ଡକୁ ସିଏ କ'ଣ କରେ, ଝିକି ଦିଏ ଟ୍ରେନ୍ଠୁ ଗୋଟେ ଆପଣଙ୍କର। ସେଥିପାଇଁ ସବୁବେଳେ ଆମର ଇନଷ୍ଟ୍ରକ୍ସନ୍ ଥାଏ ଟ୍ରେନ୍ ଠାରୁ ମିନିମମ୍ 4 ଫିଟ୍ ଡିଷ୍ଟାନ୍ସରେ ଆପଣମାନେ ଛିଡ଼ା ହୁଅନ୍ତି। ତା ପୂର୍ବରୁ କେବେ ବି ଆପଣ ଯାଆନ୍ତୁନି, କାହିଁକି ତାର ଯେତେବେଳେ ଗତି ବଢ଼ିଯିବ ସେ ଟାଇମ୍ରେ ସିଏ କ'ଣ କରେ, ଝିକି ଦିଏ ଭିତରକୁ, ମାନେ ଟ୍ରେନ୍ ଝିକି ଦିଏ। ସେ ହିସାବରେ ଇଏ ଯେତେବେଳେ କି ତା ପାଖରେ ଛିଡ଼ା ହେଇଛି, ସିଏ କ'ଣ କରିଛି, ୱିଣ୍ଡ ତାକୁ ଝିକି ଦେଇଛି। ଝିକି ଦେବା ଦ୍ୱାରା ସିଏ ଲୋକ ପାଇଲଟ୍ ଯିଏ ଚଲାଉଛି ସିଏ ପାସ୍ କରିଯାଇଛି। ତାପରେ ଯାଇକି ଯେତେବେଳେ କି ବାଡ଼େଇ ହେଇଛି ଟ୍ରେନ୍ରେ ଯେତେବେଳେ ବାଡ଼େଇ ହେଇଛି ତାକୁ ଛିଟିକି ଦେଇଛି। ଆଉ ଟ୍ରେନ୍ର ଇଞ୍ଜୁରି ହେଉଛି ଗୋଟେ ଭାଇଟାଲ୍ ଇଞ୍ଜୁରି। କୌଣସି ଲୋକ ବଞ୍ଚିବାଟା ଆମେ ଯେତିକି ଜାଣିଛୁ, ଟ୍ରେନ୍ ଇଞ୍ଜୁରି ଯେତେ ସବୁ ଅଛି ସେଇଥିରେ ବହୁତ କମ୍ ଲୋକ ବଞ୍ଚନ୍ତି। ମୋର ଏତିକି ଅନୁରୋଧ, ଯେଉଁମାନେ ବି ମୋବାଇଲ ଦେଉଛନ୍ତି, ଗାର୍ଡ଼ିଆନ୍ ଫାର୍ଷ୍ଟରେ ଚିନ୍ତା କରିବା ଦରକାର ଯେ ଆମେ ଯେଉଁ ମୋବାଇଲଟି ଦେଉଛୁ, ଏ ମୋବାଇଲଟି ଆମ ପିଲା ଠିକ୍ ଭାବରେ ନେଉଛି କି ନାହିଁ। ଆଉ ଯେଉଁ ପରିବାରରେ ଆପଣ ଦେଖିବେ ପିଲାମାନେ ଯେତେବେଳେ କି ସିକ୍ରେଟ୍ ଲକ୍ କରୁଛନ୍ତି, ପୁଣି ମୋବାଇଲକୁ ଲକ୍ କରୁଛନ୍ତି। ସବୁବେଳେ ଆପଣ ପିଲାମାନଙ୍କୁ ଯେତେବେଳେ କହିବେ ମୋ ଘରେ ସିକ୍ରେଟ୍ ଲକ୍ ହେବା ଦରକାର ନାହିଁ କି ମୋବାଇଲ ଲକ୍ ହେବା ଦରକାର ନାହିଁ, ପୁରା ଓପେନ୍ ରଖିକି ମୋବାଇଲ ରଖ ବୋଲିକି କହିବେ ଛୁଆ। ସାର୍, ସେ ଯେଉଁ ବ୍ରିଜ୍ରେ କ'ଣ ପିଲାଟି କେଉଁ ଜାଗାରେ ମାନେ ଗୋଟେ ସୁରକ୍ଷିତ ଜାଗାରେ ରହିପାରିବ ନାହିଁ? ନାଇଁ, ସ୍ପେସ୍ ଅଛି, କିନ୍ତୁ ଆର ଇଣ୍ଟେନସନ୍ ରହିଛି ପରା ମୁଁ ଭଲ ଭାବରେ ରେଳ ପାଖରେ ଛିଡ଼ା ହେଇକିରି ରିଲ୍ କରିବି। ତେଣୁକରି ରିଲ୍ କରିବା ଉଦ୍ଦେଶ୍ୟ ଯେତେବେଳେ ଯାଇଛି ସିଏ ଚାହିଁବ ଯେ ବହୁତ କମ୍ ଡିଷ୍ଟାନ୍ସରେ ମୁଁ ରିଲ୍ କରିବି। ଟ୍ରେନ୍ଟା ଯାଉଥିବ, ମୁଁ ସେ ଟାଇମ୍ରେ ରିଲ୍ ଜାଣିନି ବି ତାର ସେତିକି ନଲେଜ ଥିଲେ ସିଏ ଆଜି ମରିନଥାନ୍ତା। ରେଳ ବିଷୟରେ ଯଦି ତାପରେ ରେଳର ଲାଇନ୍ ହେଉଛି ଇଏ ଗୋଟେ ମାନେ ଅଲଗା ସିଷ୍ଟମ୍। ଯେତେବେଳେ କି ବ୍ରିଟିଶର୍ସ ଏ ଲାଇନ୍କୁ ଯଦି ଯିଏ ଟ୍ରେସ୍ପାସ୍ କଲା, ସେ ଟ୍ରେସ୍ପାସ୍ ଯେଉଁ ଲୋକ କରୁଛି ତା ପାଇଁ ଫାଇନ୍ ବି ଅଛି, ତା ପାଇଁ ଦଣ୍ଡ ବି ଅଛି। ଇଏ ଗୋଟେ ଦଣ୍ଡନୀୟ ଅପରାଧରେ ରେଳ ତିଆରି କରୁଛି। ଆର ସେକ୍ସନ୍ 147 ରେଲୱେ ଆକ୍ଟ। ତେଣୁକରି ସେଇଠିକି ଯିଏ ଯାଆନ୍ତି ତାଙ୍କୁ ଦଣ୍ଡ ଦେବା ପାଇଁ ଅଧିକାର ବି ଅଛି, ଆଉ ଆମେ ବି କରୁ। ସେ ଯେଉଁ ବ୍ରିଜ୍ ପାଖରେ କେହି ଆପଣଙ୍କର ରେଲୱେ କର୍ମଚାରୀ କି କେହି ନଥାନ୍ତି? ଦେଖନ୍ତୁ, ଏଡ଼େ ବଡ଼ ଟ୍ରେନ୍ ଲାଇନ୍ରେ ପ୍ରତି ଜାଗାରେ ଆମେ କ'ଣ ରେଲୱେର ମାନେ ଲୋକ ନାଇଁ, ସେଇଟା ସେମିତି କିଛି ନାହିଁ। କିନ୍ତୁ ରେଲୱେର ଯେଉଁ ଗୋଟେ ମାନେ ଚେକିଂ ଷ୍ଟାଫ୍ ଅଛନ୍ତି, ସେମାନେ ପ୍ରତି ଟାଇମ୍ ଟୁ ଟାଇମ୍ ସେମାନେ ୱାକ୍ରେ ଚାଲି ବି କରିବେ। ଯାହାକୁ ତାକୁ ଗୋଟେ କିଲୋମିଟର ବଣ୍ଟା ଯାଇଥାଏ, ତୁ 4 କିଲୋମିଟର ଚେକ୍ କରିବୁ, ସେ ଟ୍ରାକ୍ରେ ଚାଲି ଯିବ 4 କିଲୋମିଟର ପର୍ଯ୍ୟନ୍ତ ଚେକ୍ କରିବ। ଆଉ ଥରେ ଚେକ୍ କରି ଆସିବ। ସେଇଠୁ ଆଉ ଗୋଟେ ଟିମ୍ ଯିବ, ସିଏ ଚେକ୍ କରିବ। ଏଇଟା ଚେକିଂ ଷ୍ଟାଫ୍ ଅଛନ୍ତି ଆମର। ଆଉ ତାପରେ ପ୍ରତ୍ୟେକ ସମୟରେ ଯେହେତୁ ପୁରୀ ଆଉ ଖୋର୍ଦ୍ଧା ଭିତରେ ପ୍ରତି 5 ମିନିଟ୍ 10 ମିନିଟ୍ ଭିତରେ ଟ୍ରେନ୍ ଲାଇନ୍ ଅଛି ଆମର, ମାନେ ଟ୍ରାକ୍ ମ୍ୟାନ୍ ଅଛନ୍ତି ସବୁ ଚେକିଂ କରିବା ପାଇଁ ବୋଲି, ଚେକିଂ କରିବାକୁ ଆସନ୍ତି। ତେଣୁକରି ଯେକୌଣସି ଗୋଟେ ଅଘଟଣ ଘଟିଲେ ଆମକୁ ତୁରନ୍ତ ଖବର ମିଳିଯାଏ। କିନ୍ତୁ କାଲି ସେଟା ମିଳିଲା ନାଇଁ, କାଲି ଖବର ମିଳିଲା। ତେଣୁକରି ଆମେ ଯାଇଥିଲୁ। ପ୍ରଥମେ ସ୍ପଟ୍କୁ ଗଲାବେଳକୁ ଲୋକ ତାକୁ ସେ ଯେଉଁ ଲୋକକୁ ସିଫ୍ଟ କରିଦେଇଛନ୍ତି DHH ପୁରୀରେ ଆମେ ଦେଖିଲୁ ବଡ଼ି ମରିକିରି ପଡ଼ିଛି।
ସେ ସେଠୁ ମରି ଯାଇଥିଲେ ନା ଏଠି ନାଇଁ ବ୍ରଡ୍ ଡେଡ୍ ବୋଲି ଡକ୍ଟର ଯେତେବେଳେ କରିଛନ୍ତି ସ୍ପଟ୍ରେ ମରିଥାଇପାରେ ନତ ଅନ୍ ଦି ୱେ ବି ମରିଥାଇପାରେ ନତ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ମରିଯାଇଛି। ସାଙ୍ଗରେ ଯୋଉ ପିଲାଟି ଥିଲା ସାଙ୍ଗରେ ଯେଉଁ ପିଲା ଥିଲା ସେ ପିଲାକୁ ମଧ୍ୟ ଇଏ କରାଗଲା। ତା ପାଖରେ ଥିଲା ଆର ମୋବାଇଲଟି ଡିସିଜିର ମୋବାଇଲଟି ସାଙ୍ଗ ପାଖରେ ଥିଲା। ସେ ମୋବାଇଲରେ ବିଭିନ୍ନ ଫଟୋ ବି ସେ ଆମକୁ ଦେଖାଇଲେ। ତଥାପି ଗୋଟେ ଯେହେତୁ ଗୋଟେ ବଡ଼ ଇନସିଡେଣ୍ଟଟେ ଘଟିଲା, ଗୋଟେ ଛୋଟ ପିଲାର ଜୀବନ ଗଲା, ତ ସେଠି ସେମିତି କିଛି ୱାଚମ୍ୟାନ୍ କି ସେମିତି କିଛି ରେଲୱେ ତରଫରୁ କିଛି ବ୍ୟବସ୍ଥା କରାଯିବ କି? ନାଇଁ ଓନ୍ଲି ଦେଖନ୍ତୁ ଭାରତ ବର୍ଷରେ ଯଦି ପ୍ରତି ଟ୍ରାକ୍କୁ ଯଦି ଆମେ ଲୋକ ଦେବା ତେଣୁକରି ଆମର ମାନେ ହେଇପାରିବନି, କିନ୍ତୁ ପ୍ରସାର ଆଉ ପ୍ରଚାର ଦରକାର। ପ୍ରସାର ଯେମିତି ଆପଣମାନେ ଆସିଲେ ମୋଠୁ ବାଇଟ୍ ନେଲେ, ବାଇଟ୍ ନେବା ଦ୍ୱାରା ଏ ବାଇଟ୍ଟାକୁ ଯଦି କିଛି ଲୋକ ଦେଖିକି ଯଦି ସୁଧୁରି ଯିବେ, ତାଙ୍କ ପିଲାମାନଙ୍କୁ ଯଦି ଗାଇଡ଼ କରିବେ, ଆପଣ ଦେଖନ୍ତୁ ମୁଁ ଯେତିକି ଦେଖୁଛି ରେଲୱେ ଲାଇନ୍ରେ ଆସିକି ସେମାନଙ୍କର ମଳତ୍ୟାଗ କରିବେ। ଯଦି ମଳତ୍ୟାଗ କଲାବେଳକୁ ଟ୍ରେନ୍ ଆସୁଛି ଜାଣିପାରୁନାହାନ୍ତି, ବୟସ୍କ ଲୋକ ସେଇଟା ଜାଣିପାରୁନାହାନ୍ତି। ତେଣୁକରି ସବୁବେଳେ ଚିନ୍ତା କରନ୍ତୁ ରେଲୱେ ଲାଇନ୍କୁ କୌଣସି ଲୋକକୁ ପଠାନ୍ତୁନି। ଇଭେନ୍ ଗାଈ ଗୋରୁ ବି ମଧ୍ୟ ପଠାଇ ଦେଉଛନ୍ତି, ଯଦ୍ୱାରା କି ସେମାନଙ୍କର କ୍ଷତି ହେଉଛି। ତେଣୁ ଏଇଟାକୁ ଯେମିତି ବନ୍ଦ କରିବା କଥା, ସଚେତନ ହେବା ଦରକାର। ସାର୍ ଏଇ ଯେଉଁ ଛୋଟ ଛୋଟ ପିଲାମାନେ ରିଲ୍ସ କରୁଛନ୍ତି କି ସେଠି ଯାଇକରି କିଛି ମଜା ମଉଜ କରୁଛନ୍ତି ଓଭରବ୍ରିଜ୍ ଉପରେ ବା ଟ୍ରେନ୍ ଲାଇନ୍ ଉପରେ, ତ ଏଇଥିପାଇଁ କ'ଣ ଗୋଟେ ମେସେଜ ଦେବେ ଆପଣ ସାର୍? ମୋର ଅନୁରୋଧ, ରେଳ ହେଉଛି ଗୋଟେ ବିପଦଜନକ ଜର୍ଣ୍ଣି। କାହିଁକି ଲୁହା ଉପରେ ଚାଲୁଛି, ଆପଣମାନେ ସବୁବେଳେ ଜାଣନ୍ତୁ। ଯଦି ଲୁହାରେ ଯଦି କିଛି ଆଘାତ ଲାଗେ ବଞ୍ଚିବାର ବହୁତ କମ୍ ଇଏ ଥାଏ। ତେଣୁକରି ଟ୍ରେନ୍ ଲାଇନ୍କୁ ସବୁବେଳେ ଦୂରରୁ ରୁହନ୍ତୁ। ଟ୍ରେନ୍ ଲାଇନ୍କୁ ଯିବା ପୂର୍ବରୁ ଆପଣ ଦୂରଦୃଷ୍ଟି ସମ୍ପନ୍ନ ହୁଅନ୍ତୁ। ଟ୍ରେନ୍ ଯଦି ଟ୍ରାକ୍ ପାର ହେଉଛନ୍ତି, ଆପଣ ଟ୍ରେନ୍ ଆସୁଛି କି ନାହିଁ ପ୍ରଥମେ ଦେଖନ୍ତୁ, ତାପରେ ଟ୍ରାକ୍କୁ ପାର ହୁଅନ୍ତୁ। କିନ୍ତୁ ଟ୍ରେନ୍ ଯେଉଁ ବିଭିନ୍ନ ପ୍ରକାର 2 କିଲୋମିଟର 3 କିଲୋମିଟର ଭିତରେ ତାର ସବୁ ଲୋକ ଯିବା ପାଇଁ ବି ବ୍ୟବସ୍ଥା କରିଛି, ତାକୁ ସଚେତନ ହେଇକି ଆପଣ ବ୍ୟବହାର କରନ୍ତୁ। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ସନ୍ତୋଷ ବାହିନୀପତି, ଯେ କି ଆମର ଜିଆର୍ପି ଇନ୍ସପେକ୍ଟର ଅଛନ୍ତି। ତାଙ୍କର କହିବା କଥା ହେଉଛି ଯେତେବେଳେ ଯେଉଁ ନାବାଳକ ଏବଂ ତାର ସାଙ୍ଗ ଯାଇଥିଲେ ଯେଉଁ ରିଲ୍ସ କରିବା ପାଇଁ, ସେହି ସମୟରେ ଯେତେବେଳେ ରିଲ୍ସ କରିବା ପାଇଁ ସେ ଲାଇନ୍ ସାଇଡ଼୍କି ଯାଇଥିଲେ, ତାର ଗୋଟେ ନିୟମ ରହିଛି ଯେ ଟ୍ରେନ୍ ଲାଇନ୍ ଠାରୁ 4 ଫୁଟ ଦୂରରେ ରହିଲେ ଟ୍ରେନ୍ ଯଦି କ୍ରସ୍ କରେ ତାହେଲେ କୌଣସି ଅସୁବିଧା ହେବ ନାହିଁ, ଜୀବନ ପ୍ରତି କୌଣସି ବିପଦ ରହିବ ନାହିଁ। କିନ୍ତୁ 4 ଫୁଟ ଭିତରେ ଯଦି ରହିଲେ ନିଶ୍ଚିତ ଭାବରେ ଟ୍ରେନ୍ର ଯେଉଁ ୱିଣ୍ଡ ସ୍ପିଡ୍ ରହିଛି, এই ସ୍ପିଡ୍ରେ ସେ ଟାଣି ହେଇଯିବେ ଏବଂ ଆକ୍ସିଡେଣ୍ଟ ହେବ ଏବଂ ତାଙ୍କର ମଧ୍ୟ ମୃତ୍ୟୁ ଘଟିପାରେ। ତେଣୁ ନିଶ୍ଚିତ ଭାବରେ ଏସବୁ ଯେଉଁ ବିପଜ୍ଜନକ ଜିନିଷରୁ ସମସ୍ତେ ଦୂରେଇ ରହିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ପୁରୀରୁ କ୍ୟାମେରା ପର୍ସନ ବିଶ୍ୱନାଥଙ୍କ ସହ ସଞ୍ଜୟ ମହାପାତ୍ର, ରିପୋର୍ଟର୍ସ ଟୁଡେ।